ସମସ୍ତଙ୍କୁ ନମସ୍କାର। ମୁଁ ଉମାକାନ୍ତ ବେହେରା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓ ୟୁଟ୍ୟୁବ୍ ଚ୍ୟାନେଲକୁ। ବନ୍ଧୁମାନେ, ପାଣ୍ଡିଆନ ହଉ ବା ମୋଦି ସରକାର ହଉ, ଯିଏ ବି ଆମ ଛାତ୍ର ଜୀବନ ଉପରେ କଥା କୁହନ୍ତି ସମସ୍ତେ ଭଲ ଆଦେଶ ଉପଦେଶ ଦିଅନ୍ତି, ଯାହା ଆମକୁ ଆମ ଗୁରୁମାନେ ଦେଇ ଆସିଛନ୍ତି। ଜୀବନରେ କିଛି କରିବା ପାଇଁ କଠିନ ପରିଶ୍ରମ କରିବା ଦରକାର। ଯାହା ଆମେ ପଢ଼ି ଆସିଛେ ଗୁରୁଙ୍କ ପାଖରୁ ଶିକ୍ଷା କରିକି ଆଜି ପର୍ଯ୍ୟନ୍ତ ଯିଏ ବି ସେ ପାଣ୍ଡିଆନ ବଢ଼ିଛନ୍ତି ବା ମୋଦି ମଣିଷ ଯିଏ ବି ଏକ୍ସେଟ୍ରା କୌଣସି ଏକ ଲୋକ ନାହିଁ ଯେ ତାଙ୍କ ଗୁରୁ ଜ୍ଞାନରେ ସେ ବଡ଼ ମଣିଷ ନ ହୋଇଛି। ପ୍ରଶ୍ନ ଉଠୁଛି, ଆମେ ଯାହାକୁ ବାଛିଛେ, ଯାହାକୁ ଆମେ ଆସନ ଦେଇଛେ, ସିଏ ଆମକୁ ଗୁରୁ ମନ୍ତ୍ର ଦେବା ଦରକାର ନା ଆମର ଯେଉଁ ଶିକ୍ଷା ପଦ୍ଧତି ଯେଉଁମାନେ ଅଛି ବେକାର ହେଇକି ଦାଦନ ବ୍ୟବସ୍ଥା ଅଛି, ବର୍ତ୍ତମାନ ଆମର ସାମୂହିକ ସମସ୍ୟା ଯେତେକ ରହିଛି ତାକୁ ସମାଧାନ କରିବାର ରାସ୍ତା ଖୋଜିବା ଦରକାର। ଯେତେବେଳେ ମୁଁ ମୋ ଜମିରେ ବା ମୁଁ ମୋ ପରିବାର ପାଖରେ, ମୁଁ ମୋ ସାହି ପଡ଼ିଶା ପାଖରେ ମୁଁ ଟିକେ ଯାଇପାରୁନି, ମୁଁ ସେମାନଙ୍କ ପାଖରେ କାମ କରିପାରୁନି, ସେମାନଙ୍କ ସହିତ ମିଶି ପାରୁନି, ବାଧ୍ୟ ହେଉଛି ଦାଦନ ଯିବାକୁ। ସେ କ୍ଷେତ୍ରରେ ସରକାର ତା'ର ମାର୍ଗ ନ ଦେଖାଇ ସେ ବର୍ତ୍ତମାନ ପୁଣି ସେଇ ଡାଇଲଗ୍ ଆଜି ଆରମ୍ଭ କରିଛନ୍ତି ନା କଠିନ ପରିଶ୍ରମ କରନ୍ତୁ, ସଫଳ ନିଶ୍ଚିତ ମିଳିବ। ନା ସଫଳତା ମିଳୁଛି, ସଫଳ ନ ମିଳିଥିଲେ ଆଜି ଆପଣ ଏତେ ବଡ଼ ଟେକ୍ନୋଲୋଜି ଉପରେ ଓଡ଼ିଶା ବା ଭାରତ ଏତେ ଡେଭଲପ୍ ହେଇପାରିନଥାନ୍ତା। ହେଉଛି, ଡେଭଲପ୍ ଅଛି, କିନ୍ତୁ ଆପଣମାନଙ୍କର ଯେଉଁ କଥା ଚାଲିଛି, ଯେଉଁ ଆପଣ ଭାବନା ଦେଉଛନ୍ତି, ତାହା ବୋଧହୁଏ କିଛିଟା କ୍ଷେତ୍ରରେ କାମ କରୁଥିବା ବେଳେ ଆଉ କ୍ଷେତ୍ରରେ ପିଲାଙ୍କ ପ୍ରତି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯେ ଆମେ ଯେଉଁ ପଢ଼ିବୁ, ଜ୍ଞାନ ଆହରଣ କରିବୁ, ତାପରେ କରିବୁ କ'ଣ? ବିଦେଶ ଯାଇକି ପୁଣି ସେଇ କାହା ପାଖରେ କର୍ମ ନିଯୁକ୍ତ ହେବୁ ନା ଆମ ଏରିଆ ବା ଆମ ରାଜ୍ୟରେ କୌଣସି ଜାଗାରେ ଏକ ସ୍ୱାବଲମ୍ବୀ ଭାବରେ କାମ କରିବୁ? ସ୍ୱାବଲମ୍ବୀ କଥା ଆପଣ ଏଇଟା ବୁଝନ୍ତୁ ଯେ ଆମ ଦେଶରେ ବଞ୍ଚିଲେ କେବଳ ସ୍ୱାବଲମ୍ବୀ ନୁହଁ, ଆମ ରାଜ୍ୟରେ ବି ସ୍ୱାବଲମ୍ବୀ ହେବା ଦରକାର। କାରଣ ଆମେ ସେଇଥିଲାଗି ଆମେ ଆମ ସରକାର ବାଛିଛେ, ଆଉ ସେମାନଙ୍କ ସରକାର ବାଛିଛନ୍ତି। ଆମ ସରକାରର ଦାୟିତ୍ୱ ଆମେ ଯେଉଁ ଜାଗାରେ ଖାଉଛେ ବଞ୍ଚୁଛେ ସେ ସରକାର ଆମକୁ କିପରି ଭାବେ ରୋଜଗାରକ୍ଷମ ଶୋଷଣ ଭରଣ କରିବାର ମାର୍ଗଦର୍ଶନ କରିବେ। ଆଉ ସେ ଯଦି ତାହା ନ କରିବେ, ସେ ଆମକୁ କେବଳ ବାଟ ବତେଇବେ ଯେ ଯେଉଁ ଗୁରୁଙ୍କ ଆଡ଼ଭାଇସ୍ ଦେବେ, ତ ସେଥିରେ ଗୁରୁ ଆଉ ତାଙ୍କ ଭିତରେ କିଛି ତଫାତ୍ ରହିଲା ନାହିଁ। ସେ ନିଜକୁ ଏବେ ଗୁରୁର ଆସନ ହିଁ ନେଲେଣି। ତେଣୁକରି ମୋର ଓଡ଼ିଶାବାସୀଙ୍କୁ ଅନୁରୋଧ, ବହୁତ କିଛି ହେଇଗଲା, ଭାଷଣବାଜି ବହୁତ ହେଇଗଲା। 25 ବର୍ଷ ଧରି ଗୋଟେ ଶାସନ ଜଣେ ଯଦି ବସିବ, ସେ ଆରାମସେ ଭାବରେ ଗୋଟେ ସ୍ୱାବଲମ୍ବୀ ବଞ୍ଚିବା ପାଇଁ କିଛି ନହେଲେ ତା'ର ବ୍ୟବସ୍ଥା ସେ କରିବ। ଓଡ଼ିଶାବାସୀ ଆଗକୁ ବଞ୍ଚିବେ କେମିତି, ତାଙ୍କ ଜୀବନଶୈଳୀ ହେବା କିପରି ଦରକାର, ତାହା ଚିନ୍ତା ନ କରି ବର୍ତ୍ତମାନ ସିଷ୍ଟମ୍ ପୁରା ଘୋଟାଲାରେ ଅଛି। କେବଳ ଭାଷଣବାଜି, କିଛିଟା ଯୋଜନା, ମନ୍ଦିର ଧର୍ମ ନାଁରେ ବର୍ତ୍ତମାନ ଭୋଟ ହାତେଇବାରେ ବ୍ୟସ୍ତ ରହୁଛନ୍ତି। ମୋର ଅନୁରୋଧ ଓଡ଼ିଶାବାସୀଙ୍କୁ, ସମସ୍ତଙ୍କୁ ଦୟାକରି ଏଇଥର ଯେଉଁ ଇଲେକ୍ସନ୍ ଆସୁଛି, ଏଥର ଆପଣ ଏମିତି ସରକାର ବାଛନ୍ତୁ ଯିଏ ଆପଣଙ୍କର କର୍ମକୁ ଠିକ୍ କରିବେ, ଆପଣଙ୍କ ବଞ୍ଚିବାର ଶୈଳୀକୁ ଠିକ୍ କରିବେ, ଯାହାଦ୍ୱାରା ଆପଣଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ଆନ୍ଦୋଳନ ନ ଆସିବାକୁ ପଡ଼ିବ ବା ଆପଣଙ୍କୁ ପୁଣି ହାତ ପତାଇବାକୁ ନ ପଡ଼ିବ ଆକୁ ସରକାର ପାଖରେ ଯେ ଆମେ ପୁଣି ସେଇ ଦାଦନ ଯିବୁ ବା ଆମେ ପୁଣି ଦିଗହରା ପଥିକ ହୋଇ ବୁଲୁଥିବୁ। ମୋର ଅନୁରୋଧ ରକ୍ଷା କରିବି। ମୋର ଆଶା ଅଛି ଆମେ ବଞ୍ଚିବା, ସ୍ୱାବଲମ୍ବୀ ହେବା। ଆମର ସରକାର ବୋଧହୁଏ ଚାଷୀ ସରକାର ହେଲେ, ଯେଉଁ କଥାରେ ମୁଁ ଆଗରୁ କହି ଆସୁଛି, ଚାଷୀର ବହୁତ ବଡ଼ ବିଶାଳ ସାମ୍ରାଜ୍ୟ ଅଛି ଓଡ଼ିଶାରେ। 80% ଚାଷୀ ଅଛନ୍ତି। ଆଉ ଜମି ଜଳ ପୂର୍ଣ୍ଣ ଉର୍ବର ମାଟି, ଖଣିଜ ସମ୍ପଦ ଭରା ଏ ଓଡ଼ିଶା ମାଟି, ଜଗନ୍ନାଥମୟ ଧର୍ମ ସଂସ୍କୃତି। ଏ ଜାଗାଠାରୁ କୌଣସି ଭଲ ଧର୍ମ ବା ଭଲ ସ୍ଥାନ ବୋଧହୁଏ ମୁଁ କେଉଁଠି ପାଏ ନାହିଁ ଭାରତ ବର୍ଷରେ। ଯଦି ଏଭଳି ସ୍ଥାନରେ, ଏଭଳି ଏକ ମାନବ ସମ୍ବଳ ବା ରତ୍ନ ସମ୍ବଳ ସ୍ଥାନରେ ଯଦି ଓଡ଼ିଶା ଲୋକ ଦାଦନଗ୍ରସ୍ତ ହେବେ, ସେମାନେ ଭାଷଣ ଶୁଣିକି ଭୋଟ ଦେବେ, ତାହେଲେ କର୍ମ କେଉଁମାନେ କରିବେ? କର୍ମ କରିବାର ସମୟ ଅଛି। ଆମ ମାଟିରେ ଆମ ଲଙ୍ଗଳ ଚାଲିବ, ଆମ କର୍ମରେ ଫସଲ ଫଳିବ ଏବଂ ଶୀତଳ ଭଣ୍ଡାର ହୋଇ ଶସ୍ୟ ଶ୍ୟାମଳ ବାହାରକୁ ରପ୍ତାନି ହେବ, ଯେଉଁଥିରେ ଚାଷୀ ପିଲାଟି ଆଉ ଦାଦନ ନୁହଁ, ପାଠ ପଢ଼ି ତା'ର କର୍ମମୟ ଜୀବନ ଲୋକ ଲଗେଇବ। ଯେଉଁମାନେ ଚାଷୀ ଲୋକ ଅଛନ୍ତି, ଦାଦନ ଅଛନ୍ତି, ସେମାନେ ବି ଆସି ଚାଷ କାମ କରିବେ। ସେମାନେ ବି ତାଙ୍କର ଇନକମ୍ ଯେଉଁ ବାହାରେ 8,000 10,000 ପାଉଥିଲେ, ଏଠି ବି ସେ 10,000 15,000 ଇନକମ୍ କରିବେ ଏବଂ ସେମାନେ ଇନକମ୍ କରିବା ସହିତ ଶିକ୍ଷିତ ପିଲାଟି ବି ତା'ର ମାନ ବୃଦ୍ଧି ପାଇପାରିବ। ଏମିତି ହେବା ଦରକାର। ନବନିର୍ମାଣ କୃଷକ ସଂଗଠନ ତା'ର ସରକାର କରୁଛି। ମୋର ଆଶା ଆପଣମାନେ ଭିଡ଼ିଓକୁ ଅତି ସେୟାର କରି ଚାଷୀମାନଙ୍କ ପାଇଁ, ଚାଷୀଙ୍କ ହିତରେ 80% ଚାଷୀ କିପରି ଭାବେ ଉପକୃତ ହୋଇପାରିବେ, ତା'ର ପିଲା କିପରି ଭାବେ ତା'ର ଜମିରେ ସେ ବ୍ୟବହୃତ ହୋଇ ଇନକମ୍ କରିପାରିବ, ତା ପାଇଁ ଆପଣ ଧ୍ୟାନ ଦେବେ। ରହିଲି, ନମସ୍କାର, ଜୟ କିଷାନ।